ସବୁବେଳେ ମନକୁ କ'ଣ କର ନା ଅନ୍ତର୍ମୁଖୀ କରିବା ପାଇଁ ଚେଷ୍ଟା କର। କେତେବେଳେ ବହିର୍ମୁଖୀ କରିବା ପାଇଁ ତୁମେ ଚେଷ୍ଟା କର ନାହିଁ। ସବୁବେଳେ ନିଜର ଭିତରକୁ ଦେଖ, ମୋ ଭିତରେ କ'ଣ କ'ଣ ଥଟ୍ସ ଆସୁଛି, ତା ପଜିଟିଭ ନା ନେଗେଟିଭ, ତାକୁ ବିରୋଧ କରନି, ଖାଲି ଜାଣ। ଅଟୋମେଟିକ୍ ତୁମ ଥଟ୍ସ କଣ୍ଟ୍ରୋଲ ହେଇଯିବ। କ'ଣ ପାଇଁ ଯୋଗ ଅଭ୍ୟାସ କରାଯାଉଛି? ସମସ୍ତ ଯେଉଁ ବୃତ୍ତି ଆମ ଚିତ୍ତରୁ ଆସୁଛି, ଯେଉଁ ଥଟ୍ସ ଗୁଡ଼ାକ ଆସୁଛି, ଯେମିତି ସମୁଦ୍ରରେ ଢେଉ ପରେ ଢେଉ ଆସେ ଏବଂ ତାର ବନ୍ଦ ନଥାଏ। ଯେ ସମୁଦ୍ର କୂଳେ ବସିକି ଦେଖିବେ ଗୋଟାଏ ଢେଉ ପରେ ଆଉ ଗୋଟେ ଢେଉ, ସେଇଭଳି ତୁମ ଚିତ୍ତରେ ଚିନ୍ତା ଗୁଡ଼ିକ ତରଙ୍ଗ ଆକାରରେ ଗୋଟାଏ ପରେ ଗୋଟାଏ ଗୋଟେ ମିନିଟ୍ 60ଟା ଚିନ୍ତା ତୁମ ଭିତରେ ଆସୁଛି। ତୁମେ ଯଦି ପବନକୁ ନିୟନ୍ତ୍ରଣ କରିବ, ଆୟତ୍ତ କରିବ ଏବଂ ପବନକୁ ସାଧନା କରିବ, ତାହେଲେ ତୁମ ଭିତରେ ଯେଉଁ ଢେଉ ଆସୁଥିଲା ତା ଆଉ ଆସିବ ନାହିଁ।